ଚାରିଆଡ଼େ ପଥରର ବନ୍ୟା ମଧ୍ୟରେ ମୁଣ୍ଡ ଟେକି ଠିଆ ହୋଇଛି ଏଇ ଟିକି ଗଛଟି। କାହିଁ କେତେ ବର୍ଷ ହେବ ସଂଗ୍ରାମ କରି ଚାଲିଛି ନିଜକୁ ଠିଆ କରିବା ପାଇଁ, କିନ୍ତୁ ଆଜି ଠିଆ ହୋଇଛି କାରଣ ସେ ହାରିଯାଇ ନାହିଁ। ଚାରିଆଡ଼େ ପଥର ଦେଖି ସେ ଭୟ ପାଇଯାଇ ନାହିଁ। ଠିକ୍ ଯେମିତି ଆମ ଜୀବନରେ ମଧ୍ୟ ଅନେକ ସମସ୍ୟାର ଝଡ଼ ଆସିବ। ସେ ସମସ୍ୟାକୁ ଯଦି ଦେଖି ଡରିଯିବା ତେବେ ନିଶ୍ଚିତ ଭାବରେ ଆମେ ପଛେଇଯିବା। କୋରାପୁଟର ପ୍ରକୃତି ଏଭଳି ଅନେକ କଥା ଆମକୁ ଜଣାଇଥାଏ। କେବଳ ପ୍ରକୃତି ଆଡ଼କୁ ଟିକେ ନିରେଖି ଦେଖିଲେ ହେଲା, ତା ଆଡ଼କୁ ଟିକେ ନିଜ ହୃଦୟକୁ ଖୋଲା କରିଦେଲେ ହେଲା। ଏହି ପ୍ରକୃତି ମଧ୍ୟରେ ଅସରନ୍ତି ପଥର ରହିଛି, ଉପତ୍ୟକା ରହିଛି, ଚାଷ ଜମି ରହିଛି, ଖେଳ ପଡ଼ିଆ ରହିଛି, ଗଛ ଲତା କୀଟ ପତଙ୍ଗ ସମସ୍ତେ ଅପେକ୍ଷା କରିଛନ୍ତି ଆମର ଉନ୍ମୁକ୍ତତାକୁ। ଏବଂ ଟିକିଏ ଉନ୍ମୁକ୍ତ ହୋଇଗଲେ ଭଗବାନଙ୍କର ଅଶେଷ କରୁଣା ନିଶ୍ଚିତ ଭାବରେ ଏହି ପର୍ବତ ମଧ୍ୟ ଦେଇ, ଏହି ଝରଣା ମଧ୍ୟ ଦେଇ, ଏହି ସୁଦୂରରେ କୋଲାବ ଜଳଭଣ୍ଡାରର ଜଳରାଶି ନିଶ୍ଚିତ ଭାବରେ ଆମକୁ ଅନେକ ବାର୍ତ୍ତା ପ୍ରଦାନ କରୁଛି। ଆଉ ସେହି ଜଳରାଶି ନିକଟରେ ଚମ୍ପାଉଡ଼ାରେ ରାତି ତମାମ ଆଦିବାସୀ ଭାଇ ଭଉଣୀମାନେ ଆନନ୍ଦ ନେଉଛନ୍ତି ଦେଶିଆ ନାଟର। ସାଂସ୍କୃତିକ ସନ୍ଧ୍ୟା ସେମାନଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ସରିନାହିଁ। ସକାଳ ହେଲାଣି, 6ଟା ବାଜିଲାଣି, କିନ୍ତୁ ତଥାପି ଆନନ୍ଦର ମୁଖରିତ ହେଉଛନ୍ତି ସେମାନେ। ପ୍ରକୃତି ମଧ୍ୟରେ ଥିବା ଜୀବନଟିକୁ ଉପଭୋଗ କରୁଛନ୍ତି ଏହି ଅଞ୍ଚଳର ଅଧିବାସୀ। ଏହି ପାହାଡ଼ ଅନେକ କଥା କୁହେ, ଏହି ଗଛ ଅନେକ କଥା କୁହେ, ଏହି ପଥର ଅନେକ କଥା କହିବା ପାଇଁ ପ୍ରସ୍ତୁତ ଅଛି। ପଥରକୁ ସ୍ପର୍ଶ କଲେ ତା'ର ସ୍ଥିରତା ଆମ ଭିତରେ ପ୍ରବାହ କରିବା ପାଇଁ ସେ ପ୍ରସ୍ତୁତ ଅଛି। ଏହି ଗଛଟି ଅନେକ ବାର୍ତ୍ତା ବହନ କରିଛି, ସଂଗ୍ରାମର ବାର୍ତ୍ତା। ନିଜକୁ ଏକାକୀ କରି ସାମୂହିକ ସତ୍ତାର ଏକ ନିଦର୍ଶନ ଭାବରେ ନିଜକୁ ଠିଆ କରେଇଛି ଏହି ଗଛଟି। ତେଣୁ ଏହି ଗଛରୁ ମଧ୍ୟ ଅନେକ କଥା ଶିଖିବାର ଅଛି, କିନ୍ତୁ ଶିଖିବା ପାଇଁ ଆସିଲେ ତ ହେଲା। କୋରାପୁଟିଆ ଏହି ସକାଳରୁ ଆମ ଜୀବନଟି ନିଶ୍ଚିତ ଭାବରେ ଆନନ୍ଦ ମୁଖରିତ ହୋଇଉଠୁ। ଆମ ଜୀବନରେ ଯାହା ହୋଇଉଠିବା କଥା ସେ ଦିଗରେ ଗୋଟାଏ ପାଦ ବି ଆଗକୁ ଯାଇପାରିଲେ ଆଜିର ଦିନଟି ସାର୍ଥକ ହେବ। ଆଜିର ସକାଳର ସୂର୍ଯ୍ୟ ଯାହାକି ବର୍ତ୍ତମାନ ଅପେକ୍ଷା କରିଛନ୍ତି ଟେବୁଲ୍ ମାଉଣ୍ଟେନ୍ର ପଛପଟେ ଉଦ୍ଭାସିତ ହେବା ପାଇଁ, ଆମକୁ ଆଲୋକିତ କରିବା ପାଇଁ, ତାଙ୍କରି ସେହି ଆଲୋକରେ ଆମେ ଉଦ୍ଭାସିତ ହେବା। ଆଜିର ଦିନଟିକୁ ଆନନ୍ଦର ସହିତ କଟେଇବା ଏବଂ ଇପ୍ସିତ ଲକ୍ଷ୍ୟ ଆଡ଼କୁ ଆଗେଇ ଯିବା ଠୁକୁରୁ ଠୁକୁରୁ ପାଦରେ। ରହୁଛୁ ତେବେ କୋରାପୁଟିଆ ଜୁହାର, ନମସ୍କାର।